ପବିତ୍ର ଅଣସର ପଟି ପ୍ରତିବର୍ଷ କରିଯାଉଛି। ଯେଉଁ ଜଣଠି ଜଗନ୍ନାଥ ମୂର୍ତ୍ତି ପ୍ରତିଷ୍ଠା ହୋଇଛନ୍ତି ଏବଂ ଯେଉଁ କାଳରୁ ରଥଯାତ୍ରାରେ ସାହାନ ବେଦରେ ଯାଉଛନ୍ତି 15 ଦିନ ମାନବୀୟ ନୀଳା କରି ଗାଧେଇକରି ଜ୍ୱରରେ ପଡ଼ୁଛନ୍ତି। ଜ୍ୱରରେ ପଡ଼ିବା ପରେ ସେ ତ ଏମିତି ଠାକୁର ସେ ତ କାହା ଯେମିତି ଦର୍ଶନ ଦେବେ। ତେଣୁ ସେ ଅନନ୍ତ ନାରାୟଣ ଅନନ୍ତ ବାସୁଦେବ ଭୁବନେଶ୍ୱର 3 ରୂପରେ ଚତୁର୍ଦ୍ଧାମୂର୍ତ୍ତି 3 ରୂପରେ ଦର୍ଶନ ଦିଅନ୍ତି। ପଟି ଦିଆ ହୋଇଥାଏ। ଯେଉଁ ପଟି ଦିଆ ଆଜି ପଟ୍ଟଚିତ୍ର ଶିଳ୍ପ ଯେଉଁ ରଘୁରାଜପୁର ହୁଏ ସାରା ଓଡ଼ିଶାରେ ଯେଉଁ ପଟ୍ଟଚିତ୍ର ହେଉଛି ଏହି ପଟ୍ଟଚିତ୍ର ଶିଳ୍ପରୁ এই পটচিত্র সেবারু পটচিত্র আরম্ভ হয়েছে। এই যে পটচিত্র সেবা হচ্ছে ইয়ে হচ্ছে এক পরিস্থিতি কলা গোটিଏ ପରିସ୍ଥିତି କଲା ନୂଆ କଲା ହେବ। କିନ୍ତୁ ଆମେ ଯେଉଁ ପଟଚିତ୍ର କରୁଛୁ ବା ବ୍ୟବସାୟ ପ୍ରୋସେସରେ ଯେଉଁ ପଟଚିତ୍ର ସେଗୁଡ଼ାକ ପୁରୁଣା କଲା ଚିରା ଲୁଗା 3-4 ପସ୍ତ ଖଡ଼ି ମଞ୍ଜା ଅଠା ଯାହା ଆମର କେମିକାଲ ସେଇ ଅନୁସାରେ ସେମାନେ କାମ କରୁଛନ୍ତି। ଆମେ ଭଗବାନଙ୍କ ସେବା ପୂଜା ସେଇଦିନଠାରୁ ପ୍ରମାଣ ଅଛି। ଲୋକ ବି କହନ୍ତି ପଟ୍ଟଚିତ୍ର ଶିଳ୍ପ ଏଇ ଜଗନ୍ନାଥଙ୍କୁ ଆଦୃତ। ତେଣୁ ଏଇ ପଟ୍ଟଚିତ୍ରଙ୍କୁ ଆମେ ଆମର ସଂସ୍କୃତି ଏମିତି ଯାହାକି ଆମେ ତାଙ୍କୁ ଚିତ୍ରରେ ଆଙ୍କୁଛୁ, ପଟିରେ ଆଙ୍କୁଛୁ, କାଠରେ ଆଙ୍କୁଛୁ। ଜଗନ୍ନାଥ ଆମର, ଆମେ ହେଲେ ଜଗନ୍ନାଥଙ୍କର। ଏଇ ଜଗନ୍ନାଥ କାମ କରିବା ପାଇଁ ବର୍ତ୍ତମାନ ପଟ୍ଟଚିତ୍ର ହେଉ ଯେଉଁ ଆମ ଓଡ଼ିଶୀ ଚିତ୍ର ଯାହା କରନ୍ତି ସେ କେମିକାଲ ଏକ୍ରିଲିକ୍ କଲର୍, ଫେବ୍ରିକ୍ କଲର୍, ପ୍ଲାଷ୍ଟିକ୍ ପେନ୍ସିଲ୍ ୟୁଜ୍ ହେଲାଣି। କିନ୍ତୁ ଜଗନ୍ନାଥଙ୍କର ପରମ୍ପରା ସେବାରେ ସେଥିରେ ଆଉ କେମିକାଲ ପଶିବ ନାହିଁ। ସେଇ କଇଁଥ ଗଛର ଅଠା ଏବଂ ସେଇ ଆମର ସମୁଦ୍ର ଶଙ୍ଖରେ ଶାମୁକ ଛଣା କୁଟି ବାଟି ତାକୁ ଆଉଟି ତା ଦେହରେ ସଫେଦା ପ୍ରସ୍ତୁତି ଆମର ସବୁ ଥୁଆ ହେଇକି ଗୁଣ୍ଡ ସବୁ ଦେଖିବି ଆପଣଙ୍କୁ ହେଉଛି। ତାପରେ ଏତେ ବି ତ ଗନ୍ଧ କରୁ ପିହୁଳିରେ ଗନ୍ଧକୁ ବାଟି ବାଟିକିରି ଆମେ ତା ଦେହରେ ପିହୁଳି କାଢ଼ୁ ହଳଦିଆ ରଙ୍ଗ ପାଇଁ ଏବଂ ବ୍ଲାକ୍ ରଙ୍ଗ ଲ୍ୟାମ୍ପ ଜାଳି ଘିଅରେ ଲ୍ୟାମ୍ପ ଜାଳି ତା ପୋଲାଙ୍କର ହେଉ ନହେଲେ ଘିଅରେ ଦୀପ ଜାଳି ତା ଦେହରୁ କଳା ସଂଗ୍ରହ କରୁ। ଏତେ ସବୁଜ ହଳଦିଆ ଏବଂ ବ୍ଲାକ୍ରେ ମିଶିଲେ ସବୁଜ ନୀଳକର୍ଣ୍ଣ ନୀଳ ବୋଲି ଖଣ୍ଡ ନୀଳ ବୋଲି ଗୋଟେ ସେ ଆସୁଛି ଯେଉଁଠି ଆମର ଗୋଆ ଦାମନଡିଉ ସେଇ ଜାଗାରେ ଯେଉଁ ପାହାଡ଼ ଅଛି ସେଥିରେ ଗୋଟେ ଶିଉଳିଟେ ସେ ରହିଗଲେ ସେ ଖଣ୍ଡଳରେ ହେଇଯାଏ। ସେ ଖଣ୍ଡଳରେ ଏଇ 5ଟା ରଙ୍ଗ ଭିତରେ ଭଗବାନ ପ୍ରସ୍ତୁତ। ମେନ୍ ରଙ୍ଗ ହେଉଛି ତାଙ୍କର 5ଟା କଲର୍। ଧଳା ଜଗନ୍ନାଥଙ୍କର, ଏଇ ବଳଭଦ୍ରଙ୍କର, ହଳଦିଆ ସୁଭଦ୍ରାଙ୍କର, ଆଉ କଳା ଜଗନ୍ନାଥଙ୍କର, ଆଉ ଏତେ ସୁଦର୍ଶନର ଗିରି କଲର୍। ଏଇ 4ଟା କଲର୍ ଆମର ଏଇ 4ଟା କଲର୍ ବିଶେଷଟା କାମ ଆପଣ ଦେଖିବେ। ବିଶେଷ ରଙ୍ଗ କେମିକାଲ ରଙ୍ଗ ନାହିଁ। ଗେରୁ ପଥର ଗେରୁ ଖୋର୍ଦ୍ଧା ସାଇଡ଼୍ରେ ମିଳୁଛି। ଗେରୁ କଲର୍ ହେଲା ସୁଦର୍ଶନଙ୍କର, ବାକି ନାଲି କଲର୍ ଏମିତି 5ଟା। ନାଲି ଯେଉଁ ହିଙ୍ଗୁଳ ସେଇଟା ସୁନା ଖଣିରୁ ସୁନା ସାଙ୍ଗରେ ଯେଉଁ ପଥର ଦେଖିବେ ସେ ପଥର ଏମିତି ଗାର ବର୍ତ୍ତମାନ ସେ ପଥର ଭରି ହେଉଛି 3000 ଟଙ୍କା। ହିଙ୍ଗୁଳ ଘୋରା ହେଇକି ନହେଲେ ଆଜିକାଲି ଫେବ୍ରିକ୍ ନାଲି ଭାଇଲାଣି ଚାଲିଲାଣି। କିନ୍ତୁ ଆମର ସେଇ ପୁରୁଣା କଲର୍ ରଙ୍ଗର ବହୁତ ପଇସା ଖର୍ଚ୍ଚ। ଆମର ମାଇପମାନେ ରଙ୍ଗ ବୋଳିକି ଆମକୁ ଦେଲେ ଆମେ ପୁରୁଷ ଲୋକ ଗାଧେଇ ଫାଧେଇ ସାମନେ ଶୁଚି ହୋଇ ପବିତ୍ର ମନରେ ଭକ୍ତି ଭାବରେ ଇଏ ଆମର ବହୁ ଭାଗ୍ୟ। କେବେଠାରୁ ଆପଣ କେବେଠାରୁ ଆରମ୍ଭ କରିଥାନ୍ତି କାର୍ଯ୍ୟ? ଇଏ ଆମର ସଖୀ ବସା ଯେଉଁ ଶିବ ବିବାହରେ ଶୀତଳ ଷଷ୍ଠୀରେ ଭଗବାନଙ୍କର ପଟି ଲାଗିବ ଏବଂ ରୁକ୍ମିଣୀ ବିବାହରେ ଯେତେବେଳେ ଲକ୍ଷ୍ମୀ ବିବାହ ହୁଏ ପଟ୍ଟଚିତ୍ର ଶିଳ୍ପ ମାନେ ସ୍କେଚ୍ ଆରମ୍ଭ ଟିପଣା ହେବ। ଟିପଣା ପରେ ସ୍କେଚ୍ ପଟି କଟାକ ଟିପଣା ସରୁକୁଳା ରଙ୍ଗଲେଖା ଆମର ପାରମ୍ପରିକ ଶବ୍ଦ ଅନୁସାରେ ଆମର କାମ ହୁଏ। ଆମେ ଗୋଟେ ପରିବାର ଜଗନ୍ନାଥଙ୍କୁ କରୁ କିନ୍ତୁ ଗଲାବେଳେ ବହୁତ ଦୁଃଖ ଲାଗେ। କାହିଁକିନା ଯେଉଁ ଲୀଳା ସିଏ କରନ୍ତି ଘର ଭିତରେ ଏମିତି ଠାକୁର କାରିଗର ଘରେ ମୁଁ ଜୀବନ୍ୟାସ ପାଇବି। ମୁଁ ମନ୍ଦିରକୁ ଆସିବିନି। ଜଉଳରୁ ପୂଜା ପଣ୍ଡା ଆସିବ, ବ୍ରାହ୍ମଣର ବି ନଷ୍ଟ ବୈଦିକ ମତରେ ଏଇଠି ଜୀବନ୍ୟାସ ହେବେ। ସେ କ'ଣ ଖାଇବେ, କ'ଣ ତାଙ୍କୁ ଆମେ ଭୋଗ ଦେବୁ? ଗ୍ରୀଷ୍ମକାଳୀନ ଫଳ ପଣସ, ସପୁରୀ, ନଡ଼ିଆ, କଦଳୀ, ଜାମୁ, ତାଳ ଯେଉଁଗୁଡ଼ାକ ଆମର ଗ୍ରୀଷ୍ମକାଳୀନ ଫଳ ଖାଇବେ। ଚୁଡ଼ା ହାସା ଖାଇ ଆନନ୍ଦରେ ହସି ବଢ଼ିଆ ପଣାଟେ ସର୍ବତ ବଢ଼ିଆ କ୍ଷୀରରେ ସର୍ବତ ଖାଇ ପିଇକି ଯିବେ। ଆଉ ରାତିରେ ମାନେ ଆନନ୍ଦରେ ବହୁତ କିଛି ମାପ ରହିଛି ଯେଉଁ ପଟି ଦିଅର ମାପ ମାପ ଅଛି ଆଜ୍ଞା। ମାପ ବର୍ତ୍ତମାନ ମାପର ଟିକେ ଅପଭ୍ରଂଶ ହେଲାଣି। କାରଣ ସେ ମାପ ହେଉଛି ଇଏ ହେଉଛି ଦେଖନ୍ତୁ ଇଏ ହେଲା ଓଷାର ପଟରେ ଇଏ ହେଉଛି 2 ହାତ 12 ଆଙ୍ଗୁଳ, ଏପଟେ ହେଲା 4 ହାତ 12 ଆଙ୍ଗୁଳ। ବାକି ପଟ୍ଟଚିତ୍ର ବିଶେଷତା ଆପଣ ଦେଖୁଛନ୍ତି 4ଟା ପାରା ଥିବ ଦେଖିବେ। ସେ ହେଉଛି 4 ବେଦ। ମନ୍ଦିରର ପାରା ଯେଉଁ କହନ୍ତି 4 ବେଦରେ ଇଏ ହେଉଛି 3 4 ଦେଖନ୍ତୁ 3ଟା 4 ହେଇଥିବ ମାନେ ଥାକ 3ଟା ତ୍ରିଭୁବନ ନାଥ। ୟାର ବହୁତ କିଛି ଅଛି। ତାପରେ ଏଙ୍କର ହେଉଛି 54 ପଦ୍ମ। ଏସବୁ ବହୁତ କଥା ଏଇ ଗହଳ କଥା ଯାହାଦେହରେ ସପ୍ତ ଋଷି ରହନ୍ତି। ଅଙ୍ଗିରା ପୁଲସ୍ତ ଦଦିଚି ନାରଦ ଶାରଦ ଗର୍ଗ ପରାଶର ସପ୍ତ ଋଷି ଦର୍ଶନ କରୁଛେ। ପ୍ରଭୁ ତାଙ୍କର ଆନନ୍ଦରେ ଇଏ ହେଲା ଆମର ପଟ୍ଟଚିତ୍ର ବିଶେଷତ୍ୱ। ଆପଣ ଯେତେବେଳେ ମହାପ୍ରଭୁଙ୍କର ଏଇ ପଟ୍ଟଚିତ୍ରକୁ ଆଙ୍କିଥାନ୍ତି ବା ସ୍ପର୍ଶ ଦେଇଥାନ୍ତି ସେତେବେଳେ ଅନୁଭବ କେମିତି ହେଇଥାଏ? ଅନୁଭବ କଥା କ'ଣ କହିବେ ଆଜ୍ଞା? ଅନୁଭବ କଥା ତ କେହି କହିପାରିବେ। ଆପଣ କ'ଣ ମିଠା କେମିତି ଲାଗେ ଆପଣ ଜାଣିଯିବେ। ମିଠା ଖାଉଛି ସେଇ ଜାଣିଛି ମିଠାର ସ୍ୱାଦ।
ଆମମାନେ ମିଠା ଖାଇ ସ୍ୱାଦ ଯାଉଛି ଆପଣମାନେ ବି ଆମ ସାଙ୍ଗରେ ଆପଣ ବି ଜାଣୁଛନ୍ତି କି ଆପଣ କେତେ ବହୁତ ତ କରୁଛନ୍ତି ଚ୍ୟାନେଲ୍ ଆପଣ କରୁଛନ୍ତି କିନ୍ତୁ ଜଗନ୍ନାଥଙ୍କର ଯେଉଁ ଚ୍ୟାନେଲ୍ କରିବା ଭିତରେ ଯେଉଁ ମଜା ଯେଉଁ ଆନନ୍ଦ ଅଛି ଆଉ କେଉଁଥିରେ ନାହିଁ। ଜଗନ୍ନାଥ ଆମର ଠାକୁର ବିଶ୍ୱର ଠାକୁର ଅନନ୍ତ ବ୍ରହ୍ମାଣ୍ଡ ଠାକୁର ଅନନ୍ତ ବ୍ରହ୍ମାଣ୍ଡ ସରକାର ତାଙ୍କର ଯାହା ଇଚ୍ଛା ସବୁ ଆମେ କ'ଣ କରୁଛୁ। ଆଜ୍ଞା ଯେତେବେଳେ ପଟିଦିଅ ଏଇଠୁ ଯାଆନ୍ତି ପୂଜା ପଣ୍ଡା ସାମନ୍ତ ଆସନ୍ତି ସେତେବେଳେ ମନରେ କଷ୍ଟ ଆସେ ଯେ ପ୍ରଭୁ ଆପଣଙ୍କୁ ଆମ ଘରେ କଷ୍ଟ ଆଖିରୁ ଲୁହ ଝରି ପଡ଼େ। 7 ଦିନ 8 ଦିନ ମେଳା କରି ଯେତେବେଳେ ଗଲା ପରେ ଘର ଫାଙ୍କା ସତ୍ୟକେ ଜଣାପଡ଼େ ଯେମିତି ଘର ଭିତରେ ଗୋଟେ କିଏ ଚାଲିଗଲା ପରେ ଘର ଯେମିତି ଝିଅଟେ ପଳେଇଲେ ଆମର ଇଏ ବୋହୂ ଜଗନ୍ନାଥ କହନ୍ତି ନା ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଆମେ ସମସ୍ତେ ସ୍ତ୍ରୀ ଜଗନ୍ନାଥ ଆମେ କିନ୍ତୁ ଜଗନ୍ନାଥଙ୍କୁ ବୋହୂ କରୁଛୁ। ଝିଅଟେ ବାହା କଲେ ତାକୁ ସଜେଇ ସାଜି ହଳଦୀ ଲଗେଇ ପଟି ଲଗେଇ ଯେମିତି କରି ଗାଧୋଇ ପାଧି ପୂଜା ଉଜା କରି ମନ୍ଦିରରୁ ପୂଜା ପଟା ଆସନ୍ତି ମନ୍ଦିରରୁ ଡାକରା ଆସେ ବଡ଼ବାଡ଼ଙ୍କର ହୁକୁମ ଆସେ ମୁଁ ବିଜେ କରି ମନ୍ଦିରକୁ ସେତେବେଳେ ତାଙ୍କ ବର ତାଙ୍କୁ ନେଇଯାଏ ସେଠି ସେ ସ୍ୱାମୀ ଇଏ ଦିଅନ୍ତି ଆମ ଘରେ ଝିଅ ଆମେ ଝିଅରେ ଯେମିତି ସେବା କରୁ ସେମିତି ସେବା କରୁଛୁ ଗଲାବେଳକୁ ତ ଆଖିରେ ଲୁହ ଝରି ପଡ଼ିବନି ଆଜ୍ଞା। ଏଇ ହେଲା ଆମର ସେବାର ମନୋବୃତ୍ତି ସେବା କରୁଛନ୍ତି ଚାଲିଥିବ ଆମ ପରେ ଆମ ପିଲେ କରିବେ ଏମିତି ଚାଲିଥିବ। ଦେଖନ୍ତୁ ବର୍ଷାକୁ ବର୍ତ୍ତମାନ ଯୋଡ଼େ ପଟି ହେଉଛି କେଉଁଠି ଆମର ଚିତ୍ରକାର ସାହିରେ ପାଳ ସାହିରେ ତାଙ୍କର ଥିଲା ସହଜାବାଡ଼ ଦାସ ସିଏ ହେଲେ ମହାରାଣା ଆମେ ହେଲୁ ମହାରାଣା ସିଏ ହେଲେ ବି ମହାରାଣା ଦାସ ଥିଲେ ସହଜାଙ୍କ ସେବା କରି ତାଙ୍କ ବଂଶର ଆଉ କେହି ନାହାନ୍ତି ସିଏ ବର୍ତ୍ତମାନ ପଟିଟିକୁ ତାଙ୍କର ବନ୍ଧୁବାନ୍ଧବ ତାଙ୍କୁ ଦତ୍ତ କରୁଛି ତେଣୁ ଆମକୁ ମିଳିଯାଇଛି କ'ଣ ଜଗନ୍ନାଥ ପତିତ ପାବନ ତାଙ୍କୁ ସେଇ ଯୋଡ଼େ ରଥ ମିଳିଛି ଆମକୁ ଗଛ ରଥ ଲୋକ ଆମ ପୁରା 16 ଚକ ଜଗନ୍ନାଥ କାମ ଅଧିକ ସବୁ ଠିକ୍ ଚାଲିଛି ଭଗବାନ ଠିକ୍ ଚଲେଇଛନ୍ତି ଆପଣମାନଙ୍କ ଆଶୀର୍ବାଦ ସାରା ଓଡ଼ିଶାବାସୀ ସାରା ବିଶ୍ୱବାସୀକୁ ମୁଁ ଆନ୍ତରିକ ଧନ୍ୟ ଭୂମୁଷ୍ୟ ନମସ୍କାର କରୁଛି। ସମସ୍ତେ ଜଗନ୍ନାଥ ପ୍ରେମୀ ହୁଅନ୍ତୁ। ବର୍ତ୍ତମାନ ଯେଉଁ ପ୍ରକାର ଯୁଦ୍ଧକାଳୀନ ଭିତ୍ତି ଦେଶ ବିଦେଶରେ ବିଶ୍ୱଯୁଦ୍ଧ ଦୁନିଆ ପ୍ରକାର କୃଷି ନେଇକରି ସବୁ ଲାଗିଛନ୍ତି ୟାର ଏଥିରେ ନମାତି ସମସ୍ତେ ଜଗନ୍ନାଥ ପ୍ରେମୀ ହୁଅନ୍ତୁ। ଗୋଟେ ଜିନିଷ ବୁଝନ୍ତୁ କାଠ ସିଏ କିନ୍ତୁ ସେ ହେଉଛି ସୁପ୍ରିମ୍ ପାୱାର ସେଇ ଯୀଶୁ ସେଇ ଖ୍ରୀଷ୍ଟ ସେଇ ଆଲ୍ଲାହ ଏଇ ମନୋଭାବରେ ଭାଇଚାରା ରଖିକିରି ସବୁରି ଏବଂ ତାଙ୍କ ଉପରେ ବିଶ୍ୱାସ ଭରସା ରଖନ୍ତୁ। ପଙ୍ଗୁ ଲଙ୍ଘଇତିକିରି ଠୋଟାକୁ ସେ ଚଲେଇ ଦେବେ ମୁଖକୁ ବାଚାର ପାଗଳ ଭଳିଆ କଥା କହିବ ତାଙ୍କ ଦ୍ୱାରା କ'ଣ ରହୁଛି କେତେ ଅନୁଭବ ଆପଣ କରୁଛନ୍ତି। ଆପଣଙ୍କ ଜଗନ୍ନାଥ ଚ୍ୟାନେଲ୍ ସବୁବେଳେ ଗୋଟେ କେତେ ଲୋକ ସେମିତି ସହକରେ କହୁଛନ୍ତି କେତେ ଲୋକ ଆନ୍ତରିକ କଥା କହୁଛନ୍ତି କିନ୍ତୁ କିଛି ନା କିଛି ସେ କରୁଛନ୍ତି। ପ୍ରତ୍ୟେକ ଲୋକ ଜାଣିଛନ୍ତି ସେ କ'ଣ ଆମ ପାଇଁ କରୁଛନ୍ତି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ।